ହ୍ୟାଲୋ ପିଲାମାନେ, ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। ଆଜି ଆମେ ତୁମ ଓଡ଼ିଆ କାର୍ଯ୍ୟପୁସ୍ତିକାର କାର୍ଯ୍ୟଫର୍ଦ୍ଦ 4 ବିଷୟ ଉଦ୍ବୋଧନ ଆଲୋଚନା କରିବା। ଲେଖିଛନ୍ତି କିଏ? କବି ଗଙ୍ଗାଧର ମେହର। ତା ପୂର୍ବରୁ ମୁଁ କହି ରଖେ, ମୋ ଚ୍ୟାନେଲରେ ତୁମର ଓଡ଼ିଆ ଗଣିତ କାର୍ଯ୍ୟପୁସ୍ତିକାର କାର୍ଯ୍ୟଫର୍ଦ୍ଦମାନ ଅପଲୋଡ଼ ହୋଇଛି। ତୁମେ ହୋମ୍ ପେଜ୍କୁ ଯାଇ ପ୍ଲେଲିଷ୍ଟକୁ କ୍ଲିକ୍ କରି ସବୁତକ ଭିଡ଼ିଓ ଦେଖିପାରିବ ଏବଂ ଯଦି କେଉଁଠି କିଛି ଅବୁଝା ରହିଲା ତେବେ କମେଣ୍ଟ କରି ଜଣାଇବ। ଯଦି ଭିଡ଼ିଓ ଭଲ ଲାଗିଲା ଲାଇକ୍ କରିବ ଏବଂ ସାଙ୍ଗମାନଙ୍କ ସହ ସେୟାର କରିବ। ଠିକ୍ ଅଛି, ବର୍ତ୍ତମାନ ଯିବା କାର୍ଯ୍ୟଫର୍ଦ୍ଦ 1। ଆସ ତଳ କବିତାଟିକୁ ଆବୃତ୍ତି କରିବା ଏବଂ ତଳ ପ୍ରଶ୍ନଗୁଡ଼ିକର ଉତ୍ତର ସୂଚନା ଅନୁସାରେ ଲେଖିବା। ଉତ୍କଳ ସନ୍ତାନ। ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂର୍ବ ଗୌରବ ପୂର୍ବ ସାହସ ପଡ଼ିବ କି କେବେ ମନେ, ତୁ ପରା ବୋଲାଉ ଉତ୍କଳ ସନ୍ତାନ, ତେବେ କିମ୍ପା ଏତେ ଭୀରୁ, ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ, ଜାତି ନନ୍ଦୀ ଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥି କଲେ, ଟାଣିକିରେ ଗାଡ଼ି ଦାନାର ତ ବଡ଼ା ଘୋଡ଼ା ମୁହେ ବନ୍ଧା ଥିଲେ, ତୋଷାମତ ଛାଡ଼ି ସ୍ୱାର୍ଥ ପରିହରି ସତ୍ୟକୁ ଆଶ୍ରୟ କର, 2 ଦିନ ପରେ ସ୍ୱାଧୀନ ରାଷ୍ଟ୍ରରେ ମଙ୍ଗଳ ହୋଇବ ତୋର। ବର୍ତ୍ତମାନ ଯିବା ପ୍ରଶ୍ନ କ। ଉତ୍କଳ ସନ୍ତାନ କବିତାର ରଚୟିତା କିଏ? କିଏ ରଚନା କରିଛନ୍ତି ଉତ୍କଳ ସନ୍ତାନ କବିତାକୁ? ମଧୁସୂଦନ ଦାସ। ମଧୁସୂଦନ ଦାସ, ଭେରି ଗୁଡ୍। ସେ କେଉଁମାନଙ୍କୁ ଉଦ୍ବୋଧନ ଦେଇଛନ୍ତି? ସେ ଓଡ଼ିଆମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ପ୍ରଶ୍ନ ଗକୁ ଯିବା। କବି ଉତ୍କଳ ସନ୍ତାନମାନଙ୍କୁ କାହିଁକି ଭୀରୁ ବୋଲି କହିଛନ୍ତି? ଜାତିର ଉନ୍ନତି ପାଇଁ ପଛଘୁଞ୍ଚା ଦେବାରୁ, ଜାତିର ଟେକ ରଖିବାରୁ, ଜାତି ପାଇଁ ପ୍ରାଣ ଦେବାରୁ। ଜାତିର ଉନ୍ନତି ପାଇଁ ପଛଘୁଞ୍ଚା ଦେବାରୁ, ଏଇଟା ହେବ ଆମର ରାଇଟ୍ ଆନ୍ସର। ପ୍ରଶ୍ନ ଘ। କବି ଓଡ଼ିଆ ଜାତିକୁ କାହା ସହିତ ତୁଳନା କରିଛନ୍ତି? ନନ୍ଦୀ ଘୋଷ ସହିତ ତୁଳନା କରିଛନ୍ତି। ଏଠି ତୁମେ ଲେଖିଦେବ ନନ୍ଦୀ ଘୋଷ। ଠିକ୍ ଅଛି। ତାପରେ ନେକ୍ସଟ ଯିବା। ମୋ ଘୋଡ଼ା ମୁହଁରେ କ'ଣ ବନ୍ଧା ଥିଲେ ସେ ଗାଡ଼ି ଟାଣିପାରେ ନାହିଁ? ଲେଖିବା ଦାନା ଥଳି। ଦାନା ଥଳି ବନ୍ଧା ଥିଲେ ସେ ଗାଡ଼ି ଟାଣିପାରେ ନାହିଁ। ନେକ୍ସଟ ଯିବା। ଓଡ଼ିଆ ଲୋକମାନଙ୍କୁ କ'ଣ ସବୁ ପରିତ୍ୟାଗ କରିବା ପାଇଁ କବି ଉପଦେଶ ପ୍ରଦାନ କରିଛନ୍ତି? ସ୍ୱାର୍ଥ ପରିତ୍ୟାଗ କରିବା ପାଇଁ କବି ଉପଦେଶ ପ୍ରଦାନ କରିଛନ୍ତି। କ'ଣ ଲେଖିବା ଏଠି? ସ୍ୱାର୍ଥ। ନେକ୍ସଟ ଯିବା ଶିକ୍ଷଣ କାର୍ଯ୍ୟ 2। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ନେଇ ଶୂନ୍ୟସ୍ଥାନ ପୂରଣ କର। ପିପିଳିକା, ବିଳାସ, ପ୍ରତିବେଶୀ, ତେଜୀ, କବଳରେ, ଭ୍ରମର, ଏସବୁ ପଦଗୁଡ଼ିକୁ ଆମେ ଶୂନ୍ୟସ୍ଥାନ ପୂରଣ କରିବାରେ ବ୍ୟବହାର କରିବା। ବର୍ତ୍ତମାନ ଦେଖିବା କ'ଣ ଲେଖା ହେଇଛି। ପ୍ରଶ୍ନ କ। ଆନ୍ଧ୍ରପ୍ରଦେଶ ଓଡ଼ିଶାର ଡେସ୍ ରାଜ୍ୟ? ପଡ଼ୋଶୀ ରାଜ୍ୟ। କ'ଣ ହେବ? ପ୍ରତିବେଶୀ। ପଡ଼ୋଶୀକି ଆମେ କ'ଣ କହିବା? ପ୍ରତିବେଶୀ ରାଜ୍ୟ। ଏଠି ଲେଖିବା ପ୍ରତିବେଶୀ। ଛେଳି ଛୁଆଟି ବାଘ ଡେସ୍ ପଡ଼ିଯାଇଛି। କ'ଣ ହେବ? ବାଘ କବଳରେ ପଡ଼ିଯାଇଛି। କବଳରେ। ଭେରି ଗୁଡ୍। ପ୍ରଶ୍ନ ଗ। ପକ୍ଷୀମାନେ ଚିଲିକାରେ ଡେସ୍ କରନ୍ତି? ପକ୍ଷୀମାନେ ଚିଲିକାରେ କ'ଣ କରନ୍ତି? ବିଳାସ କରନ୍ତି। ଆନ୍ସର ହେବ ବିଳାସ। ଭେରି ଗୁଡ୍। ନେକ୍ସଟ ଯିବା। ଶ୍ରୀରାମ ରାଜପ୍ରସାଦ ଡେସ୍ ବନକୁ ଗମନ କରିଥିଲେ? ଶ୍ରୀରାମ ରାଜପ୍ରସାଦ
ତେଜୀ ବନକୁ ଗମନ କରିଥିଲେ। ବର୍ତ୍ତମାନ ଯିବା ପ୍ରଶ୍ନ ଓ। ବର୍ଷା ଦିନ ପୂର୍ବରୁ ଡ୍ୟାସ୍ ମାନେ ଖାଦ୍ୟ ସଂଗ୍ରହ କରିଥାନ୍ତି। କ'ଣ ହବ ଉତ୍ତର? ପିପିଲିକା। ଭେରି ଗୁଡ୍। କ'ଣ ହବ? ପିପିଲିକା। ନେକ୍ସଟ ଯିବା ଶିକ୍ଷଣ କାର୍ଯ୍ୟ 3। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଉତ୍ତର ବାଛି ଗୋଲ ବୁଲାଇବା। କ ଓଡ଼ିଆ ଭାଷାରେ କେତୋଟି ବର୍ଣ୍ଣ ରହିଛି? 50ଟି ବର୍ଣ୍ଣ ରହିଛି। କେତୋଟି ବର୍ଣ୍ଣ? 50 ବର୍ଣ୍ଣ ରହିଛି। ବର୍ତ୍ତମାନ ଯିବା ପ୍ରଶ୍ନ ଖ। ନିମ୍ନଲିଖିତ ବର୍ଣ୍ଣଗୁଡ଼ିକ ମଧ୍ୟରୁ ଉଷ୍ଣ ବର୍ଣ୍ଣ ଚାରିପଟେ ଗୋଲ ବୁଲାଅ। ଆମର ଓଡ଼ିଆ ବର୍ଣ୍ଣମାଳାରେ ଉଷ୍ଣ ବର୍ଣ୍ଣ କେଉଁଠି କେଉଁଠି? ବର୍ତ୍ତମାନ ଆମର ସ, ଦନ୍ତ ସ, ତାଲବେଶ, ମୂର୍ଧନ୍ୟଷ, ଆଉ କେଉଁଠି? ହ। এই ଚାରୋଟି ହେଉଛି ଆମର ଉଷ୍ଣ ବର୍ଣ୍ଣ। ବର୍ତ୍ତମାନ ବୁଝିଗଲ? ତାଲବେଶ, ଦନ୍ତସ, ମୂର୍ଧନ୍ୟଷ ଏବଂ ହ। ପ୍ରଶ୍ନ ଗ। ସ୍ୱରବର୍ଣ୍ଣର ସାଙ୍କେତିକ ଚିହ୍ନକୁ କ'ଣ କୁହାଯାଏ? କ'ଣ କୁହାଯାଏ? ସାଙ୍କେତିକ ଚିହ୍ନକୁ ମାତ୍ରା କୁହାଯାଏ। ଭେରି ଗୁଡ୍। ମାତ୍ରା। ମାତ୍ରାକୁ ଗୋଲ ବୁଲାଇବା ଆମେ। ପ୍ରଶ୍ନ ଘ। ତଳଲିଖିତ ଶବ୍ଦ ଗୁଡ଼ିକ ମଧ୍ୟରୁ କେଉଁଟି ଫଳା ବିହୀନ ଶବ୍ଦ? ଦେଖ ପିଲେ, କ୍ଲେଶ ଏଠି ଳ ଫଳା ଲାଗିଛି, ପଦ୍ମ ମ ଫଳା ଲାଗିଛି, ପତ୍ର, ଯତ୍ନ ସବୁଠି ଫଳା ଲାଗିଛି, କିନ୍ତୁ କୃଷି ଏଇଟା ରୁ ଫଳା ନୁହଁ, ରୁ କାର ଲାଗିଛି, ତେଣୁ କୃଷି ହେବ ଆମର ରାଇଟ ଆନ୍ସର। କୃଷି ଚାରିପଟେ ଗୋଲ ବୁଲେଇବା। ଠିକ ଅଛି। ନେକ୍ସଟ ଯିବା ପ୍ରଶ୍ନ ଓ। ଓଡ଼ିଆ ଭାଷାରେ କେତୋଟି ଅନୁନାସିକ ବର୍ଣ୍ଣ ଅଛି? କେତୋଟି ଅନୁନାସିକ ବର୍ଣ୍ଣ ଅଛି? ଓଡ଼ିଆ ଭାଷାରେ 5ଟି ଅନୁନାସିକ ବର୍ଣ୍ଣ ଅଛି। ଦେଖ ପିଲେ, ପ୍ରଥମେ ଆମେ ଜାଣିବା ଅନୁନାସିକ ବର୍ଣ୍ଣ ମାନେ କ'ଣ? ଯେଉଁ ବର୍ଣ୍ଣକୁ ଆମେ ମୁଖ ଏବଂ ନାସାର ପ୍ରୟୋଗରେ ଅର୍ଥାତ୍ ମୁଖ ଏବଂ ନାସାକୁ ବ୍ୟବହାର କରି ଆମେ ଉଚ୍ଚାରଣ କରୁ, ସେଗୁଡ଼ିକୁ କୁହାଯାଏ ଅନୁନାସିକ ବର୍ଣ୍ଣ। ଯେମିତି ଦେଖ, ମ ମୁଖ ଏବଂ ନାସା ଦୁଇଟି ଜାଗାରେ ପ୍ରୟୋଗ ହେଉଛି। ସେମିତି ନ୍ୟ, ଣ, ନ ଆଉ ମ। ଏଇ ଟୋଟାଲ ଆମର କେତୋଟି ଅନୁନାସିକ ବର୍ଣ୍ଣ ରହିଲା? 5ଟି। ମ, ନ୍ୟ, ଣ, ନ, ମ। ଏହି 5ଟି ବର୍ଣ୍ଣକୁ ଉଚ୍ଚାରଣ କଲା ବେଳେ ଆମର ମୁଖ ଏବଂ ନାସାର ପ୍ରୟୋଗ ହେଉଛି, ତେଣୁ ଏଗୁଡ଼ିକୁ କୁହାଯାଏ ଅନୁନାସିକ ବର୍ଣ୍ଣ। କ, ଚ, ଟ, ତପ ଏଇ ଯେଉଁ ବର୍ଗ 5ଟି ବର୍ଗ ଅଛି, এই 5ଟି ବର୍ଗର ଶେଷ ଅକ୍ଷରଟିକୁ ଆମେ ଅନୁନାସିକ ବର୍ଣ୍ଣ ବୋଲି କହିବା। ଠିକ ଅଛି, ବୁଝିଗଲ? ଓକେ। ବର୍ତ୍ତମାନ ଯିବା ପ୍ରଶ୍ନ ନମ୍ବର ଚ। ନିମ୍ନଲିଖିତ ଶବ୍ଦ ଗୁଡ଼ିକ ମଧ୍ୟରୁ କେଉଁଟି ଅନୁନାସିକ ଯୁକ୍ତ ବର୍ଣ୍ଣ? ବର୍ତ୍ତମାନ ଦେଖ ପିଲେ, ଅନୁନାସିକ ଯୁକ୍ତ ବର୍ଣ୍ଣ କାହାକୁ କହିବା? କ ବର୍ଗର ଶେଷ ଅକ୍ଷର ଯେଉଁ ଅନୁନାସିକ ବର୍ଣ୍ଣ ଆମର ଅଛି ଅ ସହିତ କ ଯୁକ୍ତ ହେବ ଅଙ୍କ, ସହିତ ଖ ଯୁକ୍ତ ହେଲେ ଅଙ୍କ, ସହିତ ଗ ଯୁକ୍ତ ହେଲେ ଅଙ୍ଗ, ଏମିତି ଆମର ଯୁକ୍ତ ବର୍ଣ୍ଣ 5ଟି ଲେଖାଏଁ ସୃଷ୍ଟି ହେବ। 4ଟି ଲେଖାଏଁ ସୃଷ୍ଟି ହେବ। ସେଇ 4ଟି ଲେଖାଏଁ ଗୋଟେ ଗୋଟେ ବର୍ଗରେ 4ଟି ଲେଖାଏଁ ଯୁକ୍ତ ବର୍ଣ୍ଣ ହେଲେ 5ଟି ବର୍ଗରେ କେତୋଟି ଯୁକ୍ତ ବର୍ଣ୍ଣ ହେବ? ଅନୁନାସିକ ଯୁକ୍ତ ବର୍ଣ୍ଣ 20ଟି। ତନ୍ମଧ୍ୟରୁ ନ୍ୟଞ୍ଚ ଅଞ୍ଚ ଗୋଟିଏ ଅନୁନାସିକ ଯୁକ୍ତ ବର୍ଣ୍ଣ, ତେଣୁ କଞ୍ଚା ଲଙ୍କା ହେବ ଆମର ରାଇଟ ଆନ୍ସର। ଗୁଡ୍। ନେକ୍ସଟ ଯିବା ଆମେ ପ୍ରଶ୍ନ ନମ୍ବର 6। ଓଡ଼ିଆ ବର୍ଣ୍ଣମାଳାରେ ଯେଉଁ ବର୍ଣ୍ଣଟି ସ୍ୱତନ୍ତ୍ର ବର୍ଣ୍ଣ ଭାବେ ସ୍ଥାନ ପାଇଛି ତା ଚାରିପଟେ ଗୋଲ ବୁଲାଅ। କେଉଁ ବର୍ଣ୍ଣଟି ଆମର ସ୍ୱତନ୍ତ୍ର ସ୍ଥାନ ପାଇଛି ଓଡ଼ିଆ ବର୍ଣ୍ଣମାଳାରେ? ସେଇ ବର୍ଣ୍ଣଟି ହେଲା ଆମର କ୍ଷ। ସେଇ ବର୍ଣ୍ଣଟି ହେଲା କ୍ଷ। ବର୍ତ୍ତମାନ ଏଠି କ୍ଲିୟର ଜଣା ପଡୁନି, ଦେଖ ପିଲେ, ହଁ ଏଇଟି ହେଲା କ୍ଷ। ଓକେ। ବର୍ତ୍ତମାନ ଯିବା ଶିକ୍ଷଣ କାର୍ଯ୍ୟ 4। ଉଦ୍ବୋଧନ ପଦ୍ୟରେ ଗୁରୁତ୍ୱ ଦିଆଯାଇଥିବା ଦିଗ ଗୁଡ଼ିକୁ ନିମ୍ନରେ ଲେଖ। ଏ ଯେଉଁ ପଦ୍ୟଟିରେ ଆମର ଉଦ୍ବୋଧନ ପଦ୍ୟଟିରେ
କେଉଁ କେଉଁ ଦିଗକୁ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଆମେ ସେଗୁଡ଼ିକ ଲେଖିବା। ଠିକ୍ ଅଛି, ତୁମେ ତୁମ ମନରୁ ମଧ୍ୟ ଲେଖିପାରିବ। ମୁଁ କିଛି ଏବେ ଲେଖିଦେଉଛି, ଦେଖ। ଉଦ୍ବୋଧନ ପଦ୍ୟରେ କବି ଗଙ୍ଗାଧର ମେହର ଦେଶବାସୀଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଯଥା ଆମର 4ଟି ପଏଣ୍ଟ ଆମେ ନେଇଯିବା। 1 ନମ୍ବର ପଏଣ୍ଟ ହେଉଛି ଶ୍ରମ କାତର ନ ହୋଇ ପରିଶ୍ରମୀ ହେବା। 2 ନମ୍ବର ନିଜ ଭାଷାକୁ ସମୃଦ୍ଧ କରିବା। 3 ନମ୍ବର ଉଚ୍ଚ ଅଭିଳାଷୀ ହେବା। 4 ନମ୍ବର ସ୍ୱାର୍ଥ ପରିତ୍ୟାଗ କରି ଦେଶବାସୀଙ୍କ ସେବା କରିବା। ବର୍ତ୍ତମାନ ଏହି 4ଟି ପଏଣ୍ଟକୁ ଆମେ ବର୍ଦ୍ଧିତ କରି ଲେଖିବା। ଶ୍ରମକାତର ନ ହୋଇ ପରିଶ୍ରମୀ ହେବା। ଶୋଇ ରହିଥିବା ସିଂହର ମୁଖରେ ଆହାର ଆପେ ଆପେ ପଶି ନଥାଏ। ଆହାର ପାଇଁ ପକ୍ଷୀମାନେ ନିଜର ବାସସ୍ଥାନ ତ୍ୟାଗ କରି ବହୁ ଦୂରକୁ ଯାଇଥାନ୍ତି ଏବଂ ପରିଶ୍ରମ କରି ପିପିଲିକା ତାର ଭଣ୍ଡାର ପୂର୍ଣ୍ଣ କରିଥାଏ। ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା। ଦେଶବାସୀଙ୍କ ଉନ୍ନତି ପାଇଁ ଭାଷାର ଗୁରୁତ୍ୱ ଯଥେଷ୍ଟ ବେଶୀ। ନିଜ ଭାଷାକୁ ସମୃଦ୍ଧ କରିବା ପାଇଁ କବି ଏଠାରେ ଆହ୍ୱାନ ଦେଇଛନ୍ତି। ଦେଶବାସୀ ଉଚ୍ଚ ଅଭିଳାଷୀ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ସ୍ୱାର୍ଥ ପରିତ୍ୟାଗ କରି ଦେଶବାସୀଙ୍କ ସେବା କରିବାକୁ ଉପଦେଶ ପ୍ରଦାନ କରିଛନ୍ତି। ଏଠି ଆମ କାର୍ଯ୍ୟ ଫର୍ଦ୍ଦଟି ସରିଲା। ବର୍ତ୍ତମାନ ଭିଡ଼ିଓଟି ବି ହେଲ୍ପଫୁଲ୍ ହୋଇଥିଲେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଆଦୌ ଭୁଲିବ ନାହିଁ। ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛ, ଫଟାଫଟ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଏବଂ ପାଖରେ ଥିବା ନୋଟିଫିକେସନ୍ ଅଲ୍ ବେଲ୍କୁ ଦବାଇ ଦିଅ, ଯାହାଫଳରେ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ତୁମେ ପାଇପାରିବ ଏବଂ ମୋର ଭିଡ଼ିଓ ଗୁଡ଼ିକୁ ତୁମେ ଦେଖିପାରିବ। ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ପୁଣି ନୂଆ ଭିଡ଼ିଓ ନେଇ ମୁଁ ତୁମ ପାଖକୁ ଆସିବି। ଟିଲ୍ ଦେନ୍ ବାଏ ବାଏ, କିପ୍ ଲର୍ଣ୍ଣିଂ, ଥ୍ୟାଙ୍କ ୟୁ।